जय जगन्नाथ। बीएलओ आप रे अपडेट आसीगला। ଏହି ଅପଡ଼େଟ୍ରେ SIR ମଡ଼େଲରେ କ'ଣ ନୂଆ ଫିଚର୍ ରହିଛି ବା SIR ମଡ଼େଲକୁ କେମିତି ଆରମ୍ଭ କରିବା ଚାଲନ୍ତୁ ଜାଣିନେବା। ସର୍ବପ୍ରଥମେ ପ୍ଲେ ଷ୍ଟୋରକୁ ଯାଇକି BLO ଆପ୍କୁ ଅପଡ଼େଟ୍ କରିକି ଓପନ୍ କରିନେବେ। ଓପନ୍ କଲା ପରେ ଦେଖନ୍ତୁ ନା ଏଠି ସ୍ପେଶିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ହୋମ୍ ପେଜ୍ରେ ସ୍ପେଶିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ଶୋ କରୁଥିବ ବା SIR ମଡ଼େଲ୍ ଶୋ କରୁଥିବ। ତ ଆମେ ସେହି SIRରେ କ୍ଲିକ୍ କରିନେବା। କ୍ଲିକ୍ କଲା ପରେ ଗୋଟେ ଆଲର୍ଟ ଶୋ କରିବ। ଦେଖନ୍ତୁ କ'ଣ ଆଲର୍ଟ ଅଛି ଦେଖନ୍ତୁ। I have been trained on the elector mapping use cases for SIR and I have understood the mapping process in the BLO models। ତ ଆମେ ଏଠି ୟେସ୍ରେ କ୍ଲିକ୍ କରିନେବା। ୟେସ୍ରେ କ୍ଲିକ୍ କଲେ ଦେଖନ୍ତୁ ତଳେ ଲେଖା ଆସିବ ଗୋଟେ ପପଅପ୍ ଆସିବ ରେକର୍ଡ଼ ଅପଡ଼େଟେଡ଼୍ ସକ୍ସେସଫୁଲି। ତ ଏହିଭଳି ପପଅପ୍ ଆସିବ। ତ ପୁଣି ଥରେ ଆମେ SIRରେ କ୍ଲିକ୍ କରିନେବା। SIRରେ କ୍ଲିକ୍ କଲେ ଆମକୁ ଲାଙ୍ଗୁଏଜ୍ ସିଲେକ୍ଟ ପାଇଁ କହୁଛି। ତ ସିଲେକ୍ଟ ଲାଙ୍ଗୁଏଜ୍ରେ ଆମେ କ୍ଲିକ୍ କରିନେବା ଏବଂ ଏଠି ଦୁଇଟି ଲାଙ୍ଗୁଏଜ୍ ଅପସନ୍ ଆସିବ ଇଂଲିଶ ଆଉ ଓଡ଼ିଆ। ତ ଯାହା ଆପଣ ପାଇଁ ପ୍ରିଫେୟାର କରିପାରିବେ। ତ ମୁଁ କହିବି ଇଂଲିଶ ହିଁ ରଖନ୍ତୁ। ତ ଆମେ ଇଂଲିଶରେ କ୍ଲିକ୍ କରିନେବା। ଠିକ୍ ଅଛି, ଇଂଲିଶରେ କ୍ଲିକ୍ କରିକି ଆମେ ତଳେ ସବମିଟ୍ କରିନେବା। ସବମିଟ୍ କଲା ପରେ ଦେଖନ୍ତୁ ସ୍ପେଶିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ SIR 2026 ପ୍ରି ଡ୍ରାଫ୍ଟ ଏହି ଫିଚର୍ ଶୋ କରିବ। ଦେଖନ୍ତୁ SIRର ଫାଷ୍ଟ ୱାର୍କ ହିସାବରେ ଆମକୁ କେବଳ ଏହି ଫିଚର୍ ଶୋ କରିବ। ଏହି ଫିଚର୍ରେ ଦେଖନ୍ତୁ EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ପାଇଁ କହୁଛି। ତାହେଲେ ଆମର ପ୍ରଥମ କାମ ହେବ EF ଡିଷ୍ଟ୍ରିବ୍ୟୁସନ୍ କରିବା ଆଉ EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ଆମେ ପୂରଣ କରିବା। ତାହେଲେ SIR ମଡ଼େଲର ଫାଷ୍ଟ ଫିଚର୍ ହେଉଛି EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ଆଉ EF ଡ୍ୟାସବୋର୍ଡ଼। ତ EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ରେ ଆମେ କ୍ଲିକ୍ କରିନେବା। କ୍ଲିକ୍ କଲେ ଆପଣଙ୍କର ଯେତିକି ଜଣ ଇଲେକ୍ଟର ଅଛନ୍ତି ସମସ୍ତଙ୍କର ଏଠି ଦେଖନ୍ତୁ ପ୍ରୋଫାଇଲ୍ ରେଡ୍ ଶୋ କରିବ। ଯେହେତୁ ଆମେ ଆରମ୍ଭ କରିନେ ସେଇଥିପାଇଁ ସମସ୍ତଙ୍କର ପ୍ରୋଫାଇଲ୍ ରେଡ୍ ଶୋ କରିବ। ସମସ୍ତ ଯେତେ ଇଲେକ୍ଟର ଅଛନ୍ତି ସମସ୍ତଙ୍କର ପ୍ରୋଫାଇଲ୍ ରେଡ୍ ଶୋ କରିବ। ଏଠି ଲେଖା ହେଇଛି ଦେଖନ୍ତୁ ନା କ୍ଲିକ୍ ହେୟାର ଟୁ ଭ୍ୟୁ କଲର୍ କୋଡ଼୍ ଇନଫୋ ଆଣ୍ଡ ସ୍ପେଣ୍ଡିଂ ଡିଟେଲ୍ସ। ତ ସେହି ଜାଗାରେ କ୍ଲିକ୍ କଲେ ଦେଖନ୍ତୁ ଏଠି ଆସିଯିବ EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ଷ୍ଟାଟସ୍। ତାହେଲେ ଆମେ ସେହି କଲର୍ କୋଡ଼୍କୁ ଆମେ ବୁଝିନେବା, କଲର୍ ଇନଫୋକୁ ବୁଝିନେବା। ନା ୟେଲୋ ଯଦି ପ୍ରୋଫାଇଲ୍ ଶୋ କରୁଛି ପ୍ରୋଫାଇଲ୍ ୟେଲୋ ଶୋ କରୁଛି ତାହେଲେ ଆମେ ଜାଣିବା ଯେ EF ମାର୍କ ଅନକଲେକ୍ଟେବୁଲ୍ ଅଛି। ଠିକ୍ ଅଛି, ରେଡ଼୍ ଯଦି ଶୋ କରୁଛି ପ୍ରୋଫାଇଲ୍ ତାହେଲେ EF ନଟ୍ ଡିଷ୍ଟ୍ରିବ୍ୟୁଟେଡ଼୍ ହେଇଛି। ତାପରେ ଦେଖନ୍ତୁ ଯଦି ଗ୍ରୀନ୍ ଯଦି ଶୋ କରୁଛି ତାହେଲେ EF କଲେକ୍ଟେଡ଼୍ ହେଇଗଲା। ଯଦି ବ୍ଲୁ ଶୋ କରୁଛି ତାହେଲେ EF ଡିଷ୍ଟ୍ରିବ୍ୟୁଟେଡ଼୍ ହେଇଗଲା। ତାହେଲେ ଏହି ସବୁ କଲର୍ କୋଡ଼୍କୁ ଆମେ ବୁଝିପାରିବା ଇଲେକ୍ଟରମାନଙ୍କର ପ୍ରୋଫାଇଲ୍ରେ ଥିବା କଲର୍ କୋଡ଼୍କୁ। ଠିକ୍ ଅଛି, ତାପରେ ଆମେ କ୍ଲୋଜ୍ରେ କ୍ଲିକ୍ କରିନେବା। କ୍ଲୋଜ୍ରେ କ୍ଲିକ୍ କରିନେଲା ପରେ ଦେଖନ୍ତୁ ଆମେ ବ୍ୟାକ୍ ହେଇଯିବା। ବ୍ୟାକ୍ ହେଲା ପରେ ଦେଖନ୍ତୁ ଆମେ କଲର୍ କୋଡ଼୍ ଜାଣିଲେ, EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ଜାଣିଲେ। ବର୍ତ୍ତମାନ ଆମେ EF ଡ୍ୟାସବୋର୍ଡ଼ରେ କ୍ଲିକ୍ କରିନେବା। ତ EF ଡ୍ୟାସବୋର୍ଡ଼ରେ କ୍ଲିକ୍ କଲେ ଦେଖନ୍ତୁ ସେହି ସେମ୍ ଅପଡ଼େଟ୍ ଆସିଯିବ। ଏଠି ନା ଲାଷ୍ଟ ଅପଡ଼େଟ୍ ଡେଟେଡ଼ ଦେଖେଇଛି। ତାପରେ ଟୋଟାଲ୍ ଇଲେକ୍ଟର୍ସ ଅଛି, EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ଅଛି, EF ଡିଷ୍ଟ୍ରିବ୍ୟୁଟେଡ଼୍ ବାଇ BLO 0 ଅଛି, EF ନଟ୍ ଡିଷ୍ଟ୍ରିବ୍ୟୁଟେଡ଼୍ ତାର ଅର୍ଥ ଏଠି ସେମ୍ ରହିବ। ଟୋଟାଲ୍ ଇଲେକ୍ଟର୍ସ ଯାହା ବର୍ତ୍ତମାନ ପାଇଁ ଏହା ଅଛି। ତାପରେ EF ମାର୍କ ଅନକଲେକ୍ଟେବୁଲ୍ ଏହିସବୁ ଡିଟେଲ୍ସ ଶୋ କରିବ। ତ ମନେ ରଖନ୍ତୁ ନା SIRର ଫାଷ୍ଟ ୱାର୍କ ହିସାବରେ ଆମକୁ EF ଡିଷ୍ଟ୍ରିବ୍ୟୁଟେଡ଼୍ କାମ କରିବାକୁ ପଡ଼ିବ। ଠିକ୍ ଅଛି, ତ ଏହି ମଡ଼େଲର କାମ ସରିଲା ପରେ ବା ଏହି ମଡ଼େଲରେ ବା SIRର ଏହି EF ଡିଷ୍ଟ୍ରିବ୍ୟୁସନ୍ ଟ୍ରାକର୍ ପୂରଣ କଲା ପରେ ହିଁ ଅନ୍ୟାନ୍ୟ ଫିଚର୍ ଯାକ ଶୋ କରିବ। ତା ପାଇଁ ଆମକୁ ୱେଟ୍ କରିବାକୁ ପଡ଼ିବ। ତାହେଲେ SIRର ଫାଷ୍ଟ କାମ ହେଉଛି ଆମ ପାଇଁ ନା EF ଡିଷ୍ଟ୍ରିବ୍ୟୁସନ୍ କରିବା। ଠିକ୍ ଅଛି,